ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। 19ତମ ରୋଜଗାର ମେଳାରେ ଆଜି 51,000ରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ସେମିକଣ୍ଡକ୍ଟର, ମହାକାଶ ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ ଭାରତ ଓ ସାଇପ୍ରସ୍, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 4 ଦିନିଆ ଭାରତ ଗସ୍ତରେ ଆସି ଆଜି କୋଲକାତାରେ ପହଞ୍ଚିବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। 25-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ IPL କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 55 ରନ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। 19ତମ ରୋଜଗାର ମେଳାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ 51,000ରୁ ଅଧିକ ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47ଟି ସ୍ଥାନରେ ଆଜି ରୋଜଗାର ମେଳା ଜରିଆରେ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି। ପୂର୍ବରୁ ଦେଶରେ 18ଟି ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12 ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଅସୀମ ସମ୍ଭାବନା ରହିଛି। ସେ କହିଛନ୍ତି, ଉଭୟ ଦେଶ ସେମିକଣ୍ଡକ୍ଟର, ମହାକାଶ ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ। ଗତ ରାତିରେ ରାଷ୍ଟ୍ରପତି ଭବନରେ ଆୟୋଜିତ ନୈଶ୍ୟଭୋଜିରେ ଯୋଗଦେବା ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଭାରତ ଓ ସାଇପ୍ରସ୍ ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା କରିବା କ୍ଷେତ୍ରରେ ସଫଳ ହେବେ। ଶ୍ରୀମତୀ ମୁର୍ମୁ ଭାରତର ଯୁବ ପ୍ରତିଭା, ପ୍ରଯୁକ୍ତିବିଦ୍ୟା କ୍ଷମତା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ସାଇପ୍ରସ୍ର ନବସୃଜନ ଇକୋସିଷ୍ଟମ୍କୁ ଶକ୍ତି ଯୋଗାଇବ ବୋଲି କହିଛନ୍ତି। ସୀମାପାର ଆତଙ୍କବାଦ ଏବଂ ଅନ୍ୟାନ୍ୟ ସଂସ୍କାରମୂଳକ ପ୍ରସଙ୍ଗରେ ସାଇପ୍ରସ୍ର ସହଯୋଗକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଶଂସା କରିଛନ୍ତି। ଉଭୟ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ସମେତ ବୃଦ୍ଧି ପାଉଥିବା ରଣନୈତିକ ସହଭାଗିତା ପାରସ୍ପରିକ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। 4 ଦିନିଆ ଭାରତ ଗସ୍ତରେ ଆସି ଆଜି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କୋଲକାତାରେ ପହଞ୍ଚିବେ। କୋଲକାତାରେ ଶ୍ରୀ ରୁବିଓ ମଦର ଟେରେସାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଭିକ୍ଟୋରିଆ ମେମୋରିଆଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଆସନ୍ତାକାଲି ଶ୍ରୀ ରୁବିଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବେ। ପରେ ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଯୋଗଦେବେ। ସୋମବାର ଦିନ ଶ୍ରୀ ରୁବିଓ ଆଗ୍ରା ଏବଂ ଜୟପୁର ଗସ୍ତ କରିବା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରି ମଙ୍ଗଳବାର ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ୍ ଓ ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ମଧ୍ୟ ଭାଗ ନେବେ। ଉଭୟ ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣ କ୍ରମେ ଏହି ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀରେ ବିଭିନ୍ନ ବିଶ୍ୱସ୍ତରୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ମିଆମିରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରୁବିଓ କହିଛନ୍ତି, ଭାରତ ଆମେରିକାର ଏକ ବୃହତ୍ ସହଯୋଗୀ ଏବଂ ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଆଗାମୀ ଦିନରେ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟ କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଉତ୍ତର ଖାତାର ନକଲ ପାଇବାର ଶେଷ ତାରିଖ ଆଜି ଶେଷ ହେଉଥିବା ବେଳେ ଏହାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ କିଛି ଦିନ ଧରି CBSEର ୱେବସାଇଟ୍ରେ ଅତ୍ୟଧିକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପତ୍ତି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି, ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିବା ଲାଗି 2 ଦିନ ସମୟ ପାଇବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
2025-26 ଆର୍ଥିକ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବାକୁ ଅନୁମୋଦନ କରିଛି। ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ସର୍ବାଧିକ ଲାଭାଂଶ ପ୍ରଦାନ କରୁଥିବା ଜଣାପଡ଼ିଛି। ଗତକାଲି ମୁମ୍ବାଇରେ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ଦ୍ଦେଶକ ବୋର୍ଡର 623ତମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ 2025-26 ଆର୍ଥିକ ବର୍ଷରେ ଆୟ 26.42% ବୃଦ୍ଧି ପାଇଛି। ଏଥିସହିତ ଖର୍ଚ୍ଚ ମଧ୍ୟ 27.6%କୁ ବୃଦ୍ଧି ପାଇଛି। ଆର୍ଥିକ ବର୍ଷ 2026 ସୁଦ୍ଧା ପାଣ୍ଠି ସ୍ଥାନାନ୍ତର ପରିମାଣ 3.13 ଲକ୍ଷ କୋଟିରୁ 3.95 ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ 31 ତାରିଖ ସୁଦ୍ଧା ରିଜର୍ଭ ବ୍ୟାଙ୍କର ବାଲାନ୍ସ ସିଟ୍ 20.61% ବୃଦ୍ଧି ପାଇ 91.97 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ବାଲାନ୍ସ ସିଟ୍ର 6.5% ବଫର ରଖିବା ପରେ 2026 ଆର୍ଥିକ ବର୍ଷ ପାଇଁ 1.9 ଲକ୍ଷ କୋଟି ଟଙ୍କା ଜରୁରୀକାଳୀନ ଆର୍ଥିକ ମୁକାବିଲା ଲାଗି ରଖାଯାଇଛି। ଲେବାନନରେ ଜାତିସଂଘ ଶାନ୍ତିରକ୍ଷା ମିଶନରେ କାର୍ଯ୍ୟରତ ଭାରତୀୟ ସେନା ଅଧିକାରୀ ମେଜର ଅଭିଳାଷା ବରାକଙ୍କୁ 2025 ବର୍ଷ ନିମନ୍ତେ ଜାତିସଂଘ ସୈନ୍ୟ ଲିଙ୍ଗଗତ ସମାନତା ସମର୍ଥକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ମେଜର ବରାକ ବର୍ତ୍ତମାନ ଲେବାନନରେ ଜାତିସଂଘର ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବ୍ୟବସ୍ଥାରେ ମହିଳା ସହଯୋଗୀ ଦଳର କମାଣ୍ଡର ଭାବେ ଭାରତୀୟ ବାଟାଲିୟନରେ କାର୍ଯ୍ୟ କରୁଛନ୍ତି। ମେଜର ବରାକ ଭାରତୀୟ ସେନାର ପ୍ରଥମ ମହିଳା ଲଢୁଆ ହେଲିକପ୍ଟର ପାଇଲଟ ଅଟନ୍ତି। ଏହି ପୁରସ୍କାର ହାସଲ କରିବାରେ ମେଜର ବରାକ ତୃତୀୟ ଭାରତୀୟ ଶାନ୍ତିରକ୍ଷକ ହୋଇଛନ୍ତି। ପୂର୍ବରୁ ମେଜର ସୁମନ ଗବାନୀଙ୍କୁ 2019ରେ ଏବଂ ମେଜର ରାଧିକା ସେନଙ୍କୁ 2023ରେ ଏହି ପୁରସ୍କାର ମିଳିଥିଲା। 2016 ମସିହାରୁ ପ୍ରତ୍ୟେକ ବର୍ଷ ଜାତିସଂଘ ଶାନ୍ତି ଅଭିଯାନରେ ମୁତୟନ ହୋଇଥିବା କମାଣ୍ଡର ଏବଂ ମିଶନ ମୁଖ୍ୟଙ୍କ ମଧ୍ୟରୁ ଜଣକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥାଏ। ସ୍ପେସ୍ ଏକ୍ସ ପକ୍ଷରୁ ସବୁଠାରୁ ବୃହତ ଏବଂ ଶକ୍ତିଶାଳୀ ଷ୍ଟାରସିପ୍ ସୁପର ହେଭି ରକେଟ୍ ଆଜି ସକାଳେ ଆମେରିକାର ଟେକ୍ସାସରୁ ଉତ୍କ୍ଷେପଣ କରାଯାଇଛି। ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ଅଭିଯାନ ପାଇଁ ସମ୍ପୂର୍ଣ୍ଣ ପୁନଃ ବ୍ୟବହାରଯୋଗ୍ୟ ମହାକାଶଯାନ ବିକଶିତ କରିବା କ୍ଷେତ୍ରରେ ସ୍ପେସ୍ଏକ୍ସକୁ ସଫଳତା ମିଳିଛି। ଏହା ପୂର୍ବରୁ ସ୍ପେସ୍ଏକ୍ସ ଷ୍ଟାରସିପ୍ର ତୃତୀୟ ବିକଶିତ ରକେଟ୍ ବ୍ୟବହାର କରାଯାଇଥିଲା। ଏହି ରକେଟ୍ ମାଧ୍ୟମରେ ଭବିଷ୍ୟତରେ ମଙ୍ଗଳ ଅଭିଯାନ ଏବଂ ବୃହତ ଆକାରର ଉପଗ୍ରହ ନିୟୋଜନ କ୍ଷେତ୍ରରେ ସଫଳତା ମିଳିବ ବୋଲି ଆଶା କରାଯାଉଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗେବାର୍ଡ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ତାଙ୍କ ସ୍ୱାମୀ ବିରଳ ଅସ୍ଥି କର୍କଟ ରୋଗରେ ପୀଡ଼ିତ ହୋଇଥିବା ଜଣାପଡ଼ିବା ପରେ ଆସନ୍ତା ଜୁନ୍ ମାସ 30 ତାରିଖରୁ ସେ ତାଙ୍କ ପଦବୀରୁ ଓହରିଯିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସୁଶ୍ରୀ ଗେବାର୍ଡ କହିଛନ୍ତି, ଗତ 1.5 ବର୍ଷ ହେବ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳିଥିବାରୁ ସେ କୃତଜ୍ଞ। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ସୁଶ୍ରୀ ଗେବାର୍ଡଙ୍କୁ ପ୍ରଶଂସା କରି କହିଛନ୍ତି, ଆମେରିକା ପ୍ରଶାସନରେ ତାଙ୍କର ଅନୁପସ୍ଥିତି ଶୂନ୍ୟସ୍ଥାନ ସୃଷ୍ଟି କରିବ। ସେହି ପଦରେ ଜାତୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଉପନିର୍ଦ୍ଦେଶକ ଆରନ୍ ଲୁକାସ୍ କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ପ୍ରସିଦ୍ଧ ଭାୟୋଲିନ୍ ବାଦକ ଏନ୍ ରାଜମଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ଏନ୍ ରାଜମଙ୍କୁ ଭାୟୋଲିନ୍ ବାଦନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ଆଇପିଏଲ୍ କ୍ରିକେଟରେ ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 55 ରନ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 255 ରନ୍ର ବିଶାଳ ସ୍କୋର କରିଥିଲା। ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 20 ଓଭରରେ 4 ୱିକେଟ୍ ହରାଇ 200 ରନ୍ କରିବାକୁ ସକ୍ଷମ ହୋଇଥିଲା। ଇଶାନ କିଶାନଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଆଇପିଏଲ୍ କ୍ରିକେଟରେ ଲକ୍ଷ୍ନୌରେ ସନ୍ଧ୍ୟା 7:30 ପଞ୍ଜାବ କିଙ୍ଗସ୍ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଓଡ଼ିଶା ସମେତ 8ଟି ରାଜ୍ୟକୁ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଅନ୍ୟପକ୍ଷରେ ଅସହ୍ୟ ଗ୍ରୀଷ୍ମ ପ୍ରଭାବ ନେଇ ପୂର୍ବ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ବିଦର୍ଭ ଅଞ୍ଚଳକୁ ସତର୍କତା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। 19ତମ ରୋଜଗାର ମେଳାରେ ଆଜି 51,000ରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ।
ସେମିକଣ୍ଡକ୍ଟର ମହାକାଶ ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ ଭାରତ ଓ ସାଇପ୍ରସ୍, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 4 ଦିନିଆ ଭାରତ ଗସ୍ତରେ ଆସି ଆଜି କୋଲକାତାରେ ପହଞ୍ଚିବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। 25-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ IPL କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 55 ରନ୍ରେ ପରାସ୍ତ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।